ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରଙ୍କ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନ 10 ଘଟିକା ସମୟରେ ଠାକୁରଙ୍କୁ ପହଣ୍ଡି ବିଜେ କରାଯାଇ ରଥକୁ ଅଣାଯାଇଥିଲା। ଏଥିରେ ବହୁତ ସଂଖ୍ୟାରେ ସେବାୟତ ଓ ଖୋଡୁରା ସମାଜର ଖଣ୍ଟୁଆ ଏବଂ ଜିଲ୍ଲା ପ୍ରଶାସନ, ପୋଲିସ ଓ ଭକ୍ତ ଏଥିରେ ଯୋଗଦାନ କରିଥିଲେ। ଏହାପରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ରଥ ଉପରେ ଦର୍ଶନ କରିଥିଲେ। ଏହାପରେ ପାଖାପାଖି 4:30 ଘଟିକା ସମୟରେ ରଥଟଣା ଆରମ୍ଭ ହୋଇଥିଲା। ତୁହାକୁ ତୁହା ବର୍ଷା ଋତୁରେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ଶାନ୍ତିପୂର୍ଣ୍ଣ ଭାବରେ ରଥ ପହଞ୍ଚିଥିଲା। ରଥଯାତ୍ରାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ମନ୍ଦିର ପରିଚାଳନା କମିଟି, ପୋଲିସ ପ୍ରଶାସନ ଓ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ସହ ଘରୋଇ ଉପକରଣ ସାମଗ୍ରୀ ଦୋକାନମାନଙ୍କରେ ମହିଳାମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ପ୍ରାୟ 30,000 ଶ୍ରଦ୍ଧାଳୁ ସମାଗମ ହୋଇଥିଲେ ଏବଂ ରାୟଗଡ଼ା ଏମ୍ପି, ବିଧାୟକ, ବିଜେପିର ବରିଷ୍ଠ ନେତା ପଣ୍ଡାବାବୁ ଓ ରାୟଗଡ଼ା ଜିଲ୍ଲାପାଳ, ଏସ୍ପି ଯୋଗଦାନ କରିଥିଲେ। ବିଭିନ୍ନ ପ୍ରକାର ଫୁଲ, ଫଳ, ଚାରା ଗଛ ବିକ୍ରି କରିବାକୁ ଆସିଥିବାର ଦେଖିବାକୁ ମିଳିଥିଲା ଏବଂ ଚାରା ଦୋକାନମାନଙ୍କରେ ଚାରା କିଣିବା ପ୍ରତି ଲୋକମାନଙ୍କର ବେଶ୍ ଭଲ ଆଗ୍ରହ ଦେଖିବାକୁ ମିଳିଥିଲା। ରାୟଗଡ଼ାରୁ ସୁନିଆ ସୁବୁଦ୍ଧିଙ୍କ ରିପୋର୍ଟ, G9 ଓଡ଼ିଆ।